ସୁଭଦ୍ରା ଯୋଜନାରେ ହେଲା ବଡ଼ ପରିବର୍ତ୍ତନ। ହିତାଧିକାରୀ ପାଇବେ ଏହି ସୁବିଧା। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ସୁଭଦ୍ରା ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଶହ ଶହ ହିତାଧିକାରୀଙ୍କୁ ମିଳିବ ଆଉ ଏକ ସୁବିଧା। ପୁଣି ଥରେ ଯୋଜନାରେ ନିଜକୁ ସାମିଲ କରିପାରିବେ ହିତାଧିକାରୀ। ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାରୁ ଭୁଲବଶତଃ ଅପ୍ଟ ଆଉଟ୍ ହୋଇ ଯାଇଥିବା ମହିଳା ହିତାଧିକାରୀମାନଙ୍କୁ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମିଲ ହେଲା ଏହି ବ୍ୟବସ୍ଥା। ସୁଭଦ୍ରା ଯୋଜନାରେ ପୋର୍ଟାଲରେ ଅପ୍ଟ ଇନ୍ ପାଇଁ ବ୍ୟବସ୍ଥା ଯୋଡ଼ିଛନ୍ତି ସରକାର। ଯୋଜନାରୁ ଅପ୍ଟ ଆଉଟ୍ ହୋଇ ଯାଇଥିବା ହିତାଧିକାରୀମାନେ ଏହି ବ୍ୟବସ୍ଥା ଜରିଆରେ ପୁଣି ଥରେ ଯୋଜନାରେ ସାମିଲ ହୋଇପାରିବେ। ବ୍ୟସ୍ତ ହୁଅନ୍ତୁ ନାହିଁ। ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ। ଏହା ବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ। ଏହାପରେ ଆର୍ଆଇ ମାନେ ଗାଁକୁ ଯାଇ ତଦାରଖ କରିବା ପରେ ଦେଇଥିବା ରିପୋର୍ଟ ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିସହିତ ରିଜେକ୍ଟ ଲିଷ୍ଟ ଯାଞ୍ଚ ସମୟରେ ଆଧାର ଭେରିଫିକେସନ କରେଇ ନେବାକୁ ସେ ହିତାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ଏହି ଦିନ ଆସିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା। ସୁଭଦ୍ରା ଟଙ୍କା ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜାନୁଆରୀ 15 ତାରିଖ ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସର୍ଭେ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଥିବା କଥା ସୂଚନା ଦେଇଛନ୍ତି।